ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ମହୋତ୍ସବ 2025 ପୁରୀ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡକ୍ଟର ତ୍ରିଲୋଚନ ବରାଳ ମୁଖ୍ୟ ବକ୍ତା ଭାବେ, ବିଶିଷ୍ଟ ସମାଜସେବୀ ଶଶଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ଆଇନଜୀବୀ କେଶବ ଚନ୍ଦ୍ର ରାଉତ, ବ୍ୟଙ୍ଗକବି ସମ୍ପଦ କୁମାର ରଥ ଉପସ୍ଥିତ ରହିବା ସହ ଉତ୍କଳର କଳା ସଂସ୍କୃତିକୁ ଆଗେଇ ନେବା ଓ ନୂତନ ପ୍ରତିଭାମାନଙ୍କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ତଥା ଲେଖିକା ଜୟଶ୍ରୀ ଦାସଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ 2025 ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ବସନ୍ତ ଦାସ ଓ ଦିନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାମାନେ ଯୋଗ ଦେଇଥିବା ବେଳେ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୋଟେ ସୁନ୍ଦର କବିତା ଥିଲା, କବିତାର ନାଁ ହେଉଛି ଆମ ଗାଁ ସମାଚାର। ଆପଣମାନଙ୍କୁ ଟିକେ କହିବି, ସେ ଆମ ଗାଁ କଥା ମୁଁ କହିବି ଆପଣମାନଙ୍କୁ, ଆପଣମାନେ କି ଦେହକୁ ନେବେ। କବିତାରେ ଏବେ କହୁଛି ଭାଇ ଆମ ଗାଁ ସମାଚାର, ମିଛ କହୁଛି କି ସତ ମୁଁ କହୁଛି ବିଚାର ଆପଣଙ୍କର, ଏଇ ତ ଆମରି ଗାଁ। ସହରରେ ଯାହା ଦେଖିନଥିବେ ଏଠାରେ ଦେଖିବେ ତାହା, ଆମ ଗାଁରେ ଯାହା ଦେଖିବା ସହରରେ ପାଇବେନି। କ'ଣ ଚାଲିଛି ନା 40 ଟଙ୍କିଆ ଡାଲିରେ ପକାଇ ପୋକା ଆଳୁ ବାଇଗଣ, ପୋଡ଼ା ବଗିରେ ଅଣ୍ଡା ଭଜା ହୁଏ ଏ ତ ମଧ୍ୟାହ୍ନ ଭୋଜନ। କିନ୍ତୁ ଆମ ଗାଁ ଶିକ୍ଷାନୀତି ଉପସ୍ଥାନ ପଡ଼େ 250, ହେଲେ 50 ଆସନ୍ତି ନୀତି, 50 ଆସନ୍ତି ନୀତି। ଆଜ୍ଞା, ମାସକୁ ଥରୁଟେ ଡାକ୍ତର ଆସନ୍ତି ସତେକିବା ବନ୍ଧୁଙ୍କର, କମ୍ପାଉଣ୍ଡର କରେ ଅପରେସନ, ରୋଗୀ ଦେଖେ ଶୋଇପଡ଼। ଭାଇ ଏ ଆମ ଡାକ୍ତରଖାନା, ଖଣ୍ଡିଆ ଜାଗାରେ ପଟି ବାନ୍ଧିବାକୁ ମିଳେନି ଗହଜ କନା, ଏଠି ମିଳେନି ଗହଜ କନା। ଆଜ୍ଞା, ଆଉ ଗୋଟେ କଥା କହିବି, ଆମ ଗାଁ ରାଜନୀତି ପୋଖରୀରେ ନେତା ଧରୁଛନ୍ତି ମାଛ, ଇନ୍ଦିରା ଆବାସ ପାଇବାକୁ ହେଲେ 125 ଲାଞ୍ଚ। ଏ ତ ରାଜନୀତିଆଙ୍କ ପେଚ, ଶାସକ ଦଳରୁ ଶାଶୁ ନମିନି, ବହୁ ବିରୋଧୀରେ ସରପଞ୍ଚ, ବହୁ ବିରୋଧୀରେ ସରପଞ୍ଚ। दर्शक बंधु, आपण मानकु ए भिडियोटी भल लागुथिले दयाकरी लाइक, कमेंट एवं सब्सक्राइब करने को अनुरोध।